ଛାତ୍ରଛାତ୍ରୀଙ୍କୁ ମାଗଣାରେ ଜେଇ ଓ ନିଟ୍ କୋଚିଂ ଦେବେ ସରକାର। ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଜେଇ ଓ ନିଟ୍ କୋଚିଂ। ଡିସେମ୍ବର ସୁଦ୍ଧା ଆରମ୍ଭ ହେବ କ୍ଲାସ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାୟ ଅନେକ କଲେଜରେ 40% ସ୍ମାର୍ଟ କ୍ଲାସ ରୁମ୍ ପ୍ରସ୍ତୁତ ହୋଇଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ସମସ୍ତ କଲେଜରେ ଆରମ୍ଭ ହେବ ଏହି କୋଚିଂ। ଭର୍ଚୁଆଲ କୋଚିଂ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ନିଟ୍ ଓ ଜେଇ ପାଇଁ ଅଧ୍ୟୟନ କରୁଥିବା ଆଶାୟୀଙ୍କୁ ସପ୍ଲିମେଣ୍ଟାରୀ ଭାବେ ଅନଲାଇନ କୋଚିଂ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ଠିକ୍ରେ 90%ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ ଦିଆଯିବ। ଏମ୍ଏସ୍ଏମ୍ଇ ସୁଧ ଫେରସ୍ତ ଯୋଜନା। କୋଭିଡରେ ଉତ୍ପାଦନ ବନ୍ଦ ହେଲା। କ୍ଷତି ସହିଲେ ଏମ୍ଏସ୍ଏମ୍ଇ ଶିଳ୍ପ। ବ୍ୟାଙ୍କ ଋଣ ଆଣି ହାତରୁ ସୁଧ ଗଣି ହେଲେ ତଳିତ ଅନ୍ତ। କୋଭିଡ ପରେ ଉତ୍ପାଦନ ପାଇଁ ଅଣ୍ଟିଲାନି ଆର୍ଥିକ ସମ୍ବଳ। ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଇଛନ୍ତି ଆର୍ଥିକ ବରଦାନ। ଆଜିଠାରୁ ଏମ୍ଏସ୍ଏମ୍ଇ ଶିଳ୍ପ ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା। ସିଏମ୍ ସ୍କିମ୍ ପାଇଁ ଅନଲାଇନ ଆବେଦନ ପ୍ରଥମ ପର୍ଯ୍ୟାୟରେ ଚଳିତ ଆର୍ଥିକ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ଭିତରେ ସୁଧ ପ୍ରଦାନ କରିଥିବା ୟୁନିଟ୍ଗୁଡ଼ିକ ଏହି ଯୋଜନାରେ ସୁଧ ଅର୍ଥ ଫେରସ୍ତ ପାଇବେ। ଅର୍ଚ୍ଚନା ନାଗକୁ ହତ୍ୟା ଧମକ ଦେଲେ ଦୁର୍ବୃତ୍ତ। ବ୍ଲାକମେଲିଂ ମାମଲାରେ ନେଇ ଜାମିନରେ ବାହାରିଥିବା ଅର୍ଚ୍ଚନା ନାଗକୁ ଧମକ ଅଭିଯୋଗ। ଦୁଇ ଦୁର୍ବୃତ୍ତ ଧମକ ଦେଇଥିବା ଅଭିଯୋଗ ଆଣିଲେ ଅର୍ଚ୍ଚନା ନାଗ। ପରୀକ୍ଷା ଦେବାକୁ ଲ କଲେଜ ଆସୁଥିବା ବେଳେ ମିଳିଛି ଧମକ। ତେବେ ଏଥିରେ ଡରି ନ ଯାଇ କାଉଣ୍ଟର ଆଟାକ୍ କରିଛନ୍ତି ଅର୍ଚ୍ଚନା। ସେ ଏକ ପ୍ରକାର ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ଡରିଯିବା ପିଲା ନୁହେଁ, ଡରିବା ଅପେକ୍ଷା ମରିଯିବା ପସନ୍ଦ କରିବି ବୋଲି ଅର୍ଚ୍ଚନା କହିଛନ୍ତି। ଏହାଛଡ଼ା ଯେଉଁ ଗୁମର ଖୋଲିବା କଥା ଚର୍ଚ୍ଚା ହେଉଛି ତାହା ସମୟ ଆସିଲେ ସବୁ କହିବି ବୋଲି ଦୋହରାଇଛନ୍ତି। କାଳେ ଏବେ ସବୁ ସତ କହି ଦେବି ବୋଲି ହତ୍ୟା ଧମକ ଆସୁଥାଇପାରେ ବୋଲି ଅର୍ଚ୍ଚନା କହିଛନ୍ତି। ମହଙ୍ଗା ହେଲା ଏସ୍ବିଆଇ ହୋମ୍, ଅଟୋ ଏବଂ ପର୍ସନାଲ ଲୋନ୍। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସ୍ବିଆଇ ଶୁକ୍ରବାର ସିଲେକ୍ଟ ପିରିୟଡ ଲାଗି MCLR ସୀମାନ୍ତ ବ୍ୟୟ 510 ଆଧାର ଅଙ୍କ ବୃଦ୍ଧି କରିଛି। ଏହାର ଅର୍ଥ ଗ୍ରାହକ ନିମନ୍ତେ ହୋମ୍ ଲୋନ୍, କାର୍ ଲୋନ୍ ଓ ପର୍ସନାଲ ଲୋନ୍ର ମାସିକ କିସ୍ତି EMI ବଢ଼ିବ। ଅଟୋ ଓ ହୋମ୍ ଲୋନ୍ ନେଇଥିବା ଗ୍ରାହକ ଋଣ ଅଧିକ ମହଙ୍ଗା ହୋଇଯିବ। ଅଗ୍ରଣୀ ବ୍ୟାଙ୍କ ଋଣ ହାର ସୀମାନ୍ତ ବ୍ୟୟ ବୃଦ୍ଧି 8% ରୁ 8.85% ମଧ୍ୟରେ ରହିଛି। ନୂଆ ହାର ଡିସେମ୍ବର 15ରୁ ଲାଗୁ ହୋଇଯିବ। ଜାନୁଆରୀ ପହିଲାରୁ ଗାଡ଼ିରେ ଲାଗିବ VLTD। ଜାନୁଆରୀ ପହିଲାରୁ ପଞ୍ଜୀକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଭେକିଲ୍ସ ଲୋକେସନ ଟ୍ରାକିଂ ଡିଭାଇସ୍ VLTD ଲାଗିବ। ଏନେଇ ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଅନୁସାରେ ଜାନୁଆରୀ ପହିଲାରୁ ନୂଆ ଗାଡ଼ିରେ ଲାଗିବ ଭେକିଲ୍ସ ଲୋକେସନ ଟ୍ରାକିଂ ଡିଭାଇସ୍। ଏଥିସହିତ 2024 ଜୁନ 30 ସୁଦ୍ଧା ପୁରୁଣା ଗାଡ଼ିରେ ଲାଗିବ VLTD। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି ଯେ VLTD ଲଗାଇବା ନିମନ୍ତେ ଡିସେମ୍ବର 31 ସୁଦ୍ଧା ପଞ୍ଜୀକୃତ ହୋଇଥିବା ଗାଡ଼ିଗୁଡ଼ିକ ପାଇଁ ତାରିଖ କୋହଳ କରାଯାଇଛି। ଏହି ଗାଡ଼ିଗୁଡ଼ିକରେ 2024 ଜୁନ 30 ସୁଦ୍ଧା VLTD ଲଗାଇବାକୁ ପଡ଼ିବ। ହାର୍ଦ୍ଦିକଙ୍କ ନାଁ ଶୁଣି ମୁମ୍ବାଇ ଇଣ୍ଡିଆନ୍ସରୁ କମିଲା 1.5 ଲକ୍ଷ ଫଲୋଅର୍ସ। ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜି ଶୁକ୍ରବାର ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ବାସ୍ତବରେ ମୁମ୍ବାଇ ଦଳ ରୋହିତ ଶର୍ମାଙ୍କୁ ଅଧିନାୟକରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂତନ ଅଧିନାୟକ କରିଛି। ମୁମ୍ବାଇ ଦଳର ଏହି ନିଷ୍ପତ୍ତିରେ ପ୍ରଶଂସକମାନେ ଅସନ୍ତୁଷ୍ଟ ଅଛନ୍ତି। ଏବେ ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କରିବା ଆରମ୍ଭ କରିଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପ୍ରାୟ 1.5 ଲକ୍ଷ ଅନୁସରଣକାରୀଙ୍କୁ ହରାଇଛି। ମୁମ୍ବାଇ ଇଣ୍ଡିଆନ୍ସର ସୋସିଆଲ ମିଡିଆରେ ଅନୁସରଣକାରୀଙ୍କୁ ହଠାତ୍ ହ୍ରାସ ହେତୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ପ୍ରଶଂସକମାନେ ସେମାନଙ୍କ ନିଷ୍ପତ୍ତିକୁ ଆଦୌ ପସନ୍ଦ କରୁନାହାନ୍ତି। ସାମସଙ୍ଗ ଫୋନକୁ ଅପଡେଟ୍ କର, ସୁରକ୍ଷିତ ନୁହେଁ କେନ୍ଦ୍ର ସରକାର। ସାମସଙ୍ଗର କିଛି ଫୋନ ସୁରକ୍ଷିତ ନୁହେଁ। ସମ୍ଭାବ୍ୟ ବିପଦରୁ ବର୍ତ୍ତିବା ଲାଗି ତୁରନ୍ତ ଫୋନକୁ ଅପଡେଟ୍ କରିବାକୁ କେନ୍ଦ୍ର ସରକାର ସାଇବର ନିରାପତ୍ତା ସଂସ୍ଥା CERT-IN ପକ୍ଷରୁ କୁହାଯାଇଛି। Android 11, Android 12, Android 13, Android 14 ଭର୍ସନରେ ଚାଲୁଥିବା ସାମସଙ୍ଗ ଫୋନଗୁଡ଼ିକରେ ବହୁତ ସୁରକ୍ଷା ସମସ୍ୟା ରହିଛି। ସୁରକ୍ଷାର ସେହି ଛିଦ୍ରଗୁଡ଼ିକୁ ବ୍ୟବହାର କରି ହ୍ୟାକରମାନେ ଆକ୍ରମଣ କରି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ତଥ୍ୟ ଓ ସୂଚନା ଚୋରାଇ ନେଇପାରିବେ ବୋଲି CERT-IN ସତର୍କ କରାଇଛି। ବଗିଚାର ମାଳି ହେବେ 91,000 କୋଟିର ମାଲିକ। ନିକୋଲସ୍ ଫ୍ୟୁକ୍ ହେଉଛନ୍ତି ହମ୍ପସ କମ୍ପାନୀର ପ୍ରତିଷ୍ଠାତା ଥିଏରି ହମ୍ପସଙ୍କ ନାତି। କମ୍ପାନୀର ନିର୍ଦ୍ଦେଶକ ପରିଷଦରୁ ନିକୋଲସ୍ 2014ରେ ଇସ୍ତଫା ଦେଇଥିଲେ। ତେବେ ସେ ଇସ୍ତଫା ଦେବା ସତ୍ତ୍ୱେ କମ୍ପାନୀରେ ତାଙ୍କର 5% ଅଂଶଧନ ରହିଛି। ସେ ଅବିବାହିତ ଏବଂ ତାଙ୍କର କୌଣସି ସନ୍ତାନ-ସନ୍ତତି ନାହାନ୍ତି। ତେଣୁ ସେ ତାଙ୍କର ବଗିଚାର ମାଳିକୁ ପୋଷ୍ୟ ଉତ୍ତରାଧିକାରୀ ଭାବେ ଗ୍ରହଣ କରିବା ଲାଗି ଆଇନ ପରାମର୍ଶଦାତାଙ୍କ ସହାୟତା ଲୋଡ଼ିଛନ୍ତି। ସର୍ବସାଧାରଣରେ ଏଯାଏଁ ନାମ ପ୍ରକାଶ କରାଯାଏ ନାହିଁ। ସମ୍ପୃକ୍ତ ମାଳି ଜଣକ ବିବାହିତ ଏବଂ ତାଙ୍କ ପତ୍ନୀ ସମେତ 2ଟି ସନ୍ତାନ ମଧ୍ୟ ରହିଛନ୍ତି। କେବଳ 91,000 କୋଟି ନୁହେଁ, ଫ୍ୟୁକ୍ ଆହୁରି ମଧ୍ୟ ଅନେକ ବିଳାସପୂର୍ଣ୍ଣ ସାମଗ୍ରୀ ତାଙ୍କ ମାଳିକୁ ଉପହାର ଦେଇଛନ୍ତି।
କେକ୍ କ୍ୟାପିଟାଲ ମାନ୍ୟତା ପାଇଲା ବେଙ୍ଗାଲୁରୁ। ଅନଲାଇନ୍ ଫୁଡ୍ ଡେଲିଭରି ପ୍ଲାଟଫର୍ମ ସ୍ୱିଗିରେ 8.5 ନିୟୁତ କେକ୍ ବରାଦ ହୋଇଥିବାରୁ ବେଙ୍ଗାଲୁରୁ ସହର ବର୍ଷ 2023 ଲାଗି ଦେଶର କେକ୍ କ୍ୟାପିଟାଲ ମାନ୍ୟତା ପାଇଛି। ହାଉ ଇଣ୍ଡିଆ ସ୍ୱିଗି ଇନ୍ 2023 ଶୀର୍ଷର ସ୍ୱିଗିର ୱେବସାଇଟରେ ପ୍ରକାଶିତ ବ୍ଲଗ ପୋଷ୍ଟ ଉଲ୍ଲେଖ ଅଛି ଯେ 2023ରେ ବେଙ୍ଗାଲୁରୁବାସୀ 8.5 ନିୟୁତ କେକ୍ ବରାଦ ଦେଇଛନ୍ତି। ସେଥିମଧ୍ୟରୁ ସର୍ବାଧିକ ହେଉଛି ଚକୋଲେଟ୍ କେକ୍। କେକ୍ ପ୍ରସ୍ତୁତ ଓ ଖାଇବାରେ ବେଙ୍ଗାଲୁରୁବାସୀଙ୍କ ଆଗ୍ରହ ରହିଛି। ସଭିଙ୍କର ପ୍ରିୟ ଚକୋଲେଟ୍ କେକ୍ ସହିତ 8.5 ନିୟୁତ କେକ୍ ବରାଦ ଦେଇ ଏ ସହର କେକ୍ କ୍ୟାପିଟାଲ ବା କେକ୍ ରାଜଧାନୀର ମର୍ଯ୍ୟାଦା ପାଇଛି। ଭାରତୀୟଙ୍କୁ ଭିସାମୁକ୍ତ ଇରାନ ପରିବହନ ଅନୁମତି। ନୂଆବର୍ଷ ଅବସରରେ ଇରାନ ଭାରତକୁ ଉପହାର ସ୍ୱରୂପ ଭିସାମୁକ୍ତ ପରିଭ୍ରମଣ ଅନୁମତି ପ୍ରଦାନ କରିଛି। ଇରାନରୁ ଯେପରି ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ବୁଲିବାକୁ ଯିବେ ସେଥିପାଇଁ ସେଠାକାର ସରକାର ଭିସାମୁକ୍ତ ପର୍ଯ୍ୟଟନ ଶୁଭାରମ୍ଭ କରିଛନ୍ତି। ମାଲେସିଆ ଓ ଶ୍ରୀଲଙ୍କା ମଧ୍ୟ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସାମୁକ୍ତ ପରିଭ୍ରମଣ ଅନୁମତି ପ୍ରଦାନ କରିଛି। ଭାରତ ବିଦେଶ ବ୍ୟାପାର ବିଭାଗ ସୂଚନା ମୁତାବକ ବହୁ ପୂର୍ବରୁ ଭାରତ ଇରାନ ମଧ୍ୟରେ ଭିସାମୁକ୍ତ ବୁଝାମଣା ହୋଇସାରିଛି। ତଦନୁସାରେ ଇରାନରେ ଭାରତୀୟ ରାଜଦୂତ ପାଇଁ ଭିସା ଛାଡ଼ କରାଯାଇଛି। ତେବେ ପ୍ରଥମ ଥର ଇରାନ ସରକାର ଭାରତୀୟ ପାସପୋର୍ଟଧାରୀଙ୍କୁ ଭିସାମୁକ୍ତ ତାଲିକାରେ ସାମିଲ କରିଛି।